ଜାନୁଆରୀ 2026ରେ ଏସ୍ବିଆଇ ଆକାଉଣ୍ଟଧାରୀଙ୍କ ପାଇଁ 5ଟି ନୂଆ ନିୟମ ଲାଗୁ ହୋଇଛି। ତୁରନ୍ତ ଜାଣନ୍ତୁ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ। ଏସ୍ବିଆଇ ବ୍ୟାଙ୍କର ନୂଆ ଅପଡେଟ୍। ଯଦି ଆପଣଙ୍କ ପାଖରେ ଗୋଟିଏ ଏସ୍ବିଆଇ ବ୍ୟାଙ୍କର ଖାତା ଅଛି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏସ୍ବିଆଇ ବ୍ୟାଙ୍କ ତରଫରୁ କେଉଁ 5ଟି ନିୟମ ଲାଗୁ କରାଯାଇଛି? କ'ଣ ରହିଛି ଏ 5ଟି ନିୟମ? କାହିଁକି ଏସ୍ବିଆଇ ଲାଗୁ କରିଛି ଏହି 5ଟି ନିୟମ? କାହା ପାଇଁ ଏ 5ଟି ନିୟମ ପ୍ରଯୁଜ୍ୟ ଅଟେ? ଯାହାକି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଆପଣମାନେ ଏହି 5ଟି ନିୟମ ବିଷୟରେ ବୁଝୁନାହାନ୍ତି, ଜାଣୁନାହାନ୍ତି, ଏସ୍ବିଆଇ ବ୍ୟାଙ୍କରେ ଖାତା ଥିଲେ ମଧ୍ୟ ଆପଣ ଟଙ୍କା ଉଠାଇ ପାରିବେନି, ଟଙ୍କା ରଖିପାରିବେନି, କାହାକୁ ମଧ୍ୟ ଟଙ୍କା ପଠାଇ ପାରିବେନି। ଏହି ନିୟମଗୁଡ଼ିକ ଆପଣମାନଙ୍କ ପାଇଁ ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ନିୟମଗୁଡ଼ିକ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନାଗୁଡ଼ିକ ଆସିବ, ଯେଉଁ ଯୋଜନାଗୁଡ଼ିକରେ ଆପଣମାନେ ସାମିଲ ହୋଇଛନ୍ତି, ସେହି ଯୋଜନାଗୁଡ଼ିକର ନୂଆ ନୂଆ ଅପଡେଟ୍, ଯେକୌଣସି ବ୍ୟାଙ୍କ ସମ୍ବନ୍ଧୀୟ ନୂଆ ଅପଡେଟ୍, ସରକାରଙ୍କ ତରଫରୁ ଲେଟେଷ୍ଟ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, ଲକ୍ଷ ଲକ୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସ୍ବିଆଇ ଗ୍ରାହକଙ୍କ ପାଇଁ ଅନେକ ବଡ଼ ପରିବର୍ତ୍ତନ ସହିତ 2026 ବର୍ଷ ଆରମ୍ଭ ହୋଇଛି। ଯଦି ଆପଣମାନଙ୍କର ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଧରିବା, ତାହା ହେଉଛି ଏସ୍ବିଆଇ ବ୍ୟାଙ୍କ। ଯଦି ଏସ୍ବିଆଇରେ ଏକ ଆକାଉଣ୍ଟ ଅଛି, ତେବେ ଆପଣଙ୍କୁ ଏହି ନୂଆ ନିୟମଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ। ଏହି ନିୟମଗୁଡ଼ିକ କେବଳ ଆପଣମାନଙ୍କର କାରବାର ଏବଂ ଏଟିଏମ୍ ଉଠାଣ ସହିତ ଜଡ଼ିତ ନୁହେଁ, ବରଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା ଏବଂ କାର୍ଯ୍ୟକ୍ଷମତା ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ ଆଜ୍ଞା, ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଡିଜିଟାଲ ବ୍ୟାଙ୍କିଂ ଗ୍ରହଣ କରିବାକୁ ଉତ୍ସାହିତ କରିବା ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ କରିଛି। ଏହି ନିୟମଗୁଡ଼ିକକୁ ସମୟ ମଧ୍ୟରେ ବୁଝି ନ ପାରିଲେ ଆର୍ଥିକ କ୍ଷତି ହୋଇପାରେ କିମ୍ବା ଆପଣଙ୍କ ଆକାଉଣ୍ଟ ବ୍ଲକ୍ ମଧ୍ୟ ହୋଇପାରେ। ଆଜିର ଏ ସ୍ୱତନ୍ତ୍ର ଭିଡ଼ିଓରେ ଆମେ 2026ରେ ଲାଗୁ ହୋଇଥିବା 5ଟି ପ୍ରମୁଖ ଏସ୍ବିଆଇ ନିୟମ ବିଷୟରେ ବିସ୍ତୃତ ଭାବରେ ଜଣାଇବୁ। ଏହି ଭିଡ଼ିଓଟି ବିଶେଷ କରି ସେଇମାନଙ୍କ ପାଇଁ ଯେଉଁମାନେ ବ୍ୟାଙ୍କର ଜଟିଳ ନିୟମଗୁଡ଼ିକ ବିଷୟରେ ଠିକ୍ ଭାବରେ ବୁଝିପାରନ୍ତିନି। ସେମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସରଳ ଭାଷାରେ ବୁଝାଇବାକୁ ପ୍ରୟାସ କରାଯାଇଛି। ଏହାକୁ ବହୁତ ସରଳ ଭାଷାରେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ସାଧାରଣ ନାଗରିକ, ଚାଷୀ ଏବଂ ଶ୍ରମିକ ବ୍ୟକ୍ତି ଏହାକୁ ସହଜରେ ବୁଝିପାରିବେ। ଆସନ୍ତୁ ଏହି ନୂଆ ଏସ୍ବିଆଇ ଅପଡେଟ୍ ବିଷୟରେ ସମସ୍ତ ବିବରଣୀ ଜାଣିବା। ବର୍ତ୍ତମାନ ଆସନ୍ତୁ ଜାଣିବା ଏସ୍ବିଆଇ ବ୍ୟାଙ୍କ ଆକାଉଣ୍ଟର ନୂଆ ନିୟମ 2026 ବିଷୟରେ। ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା ସମସ୍ତ ଆକାଉଣ୍ଟଧାରୀଙ୍କ ପାଇଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ସେବାକୁ ଉନ୍ନତ କରିବା ପାଇଁ ସମୟ ସମୟରେ ଏହାର ନିୟମ ସଂଶୋଧନ କରିଛି। ଏହି ନିୟମଗୁଡ଼ିକ ଯାହା 2026ରେ କାର୍ଯ୍ୟକାରୀ ହେବ, ବିଶେଷ ଭାବରେ ଡିଜିଟାଲ କାରବାର, କେୱାଇସି ଅନୁପାଳନ ଏବଂ ନିଷ୍କ୍ରିୟ ଆକାଉଣ୍ଟ ଉପରେ ଧ୍ୟାନ ଦିଏ। ବ୍ୟାଙ୍କ କହିଛି ଯେ ଅନଲାଇନ୍ ଠକେଇ ବୃଦ୍ଧିକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଏସ୍ବିଆଇ ବ୍ୟାଙ୍କରେ କେଉଁ 5ଟି ନିୟମ ଲାଗୁ କରାଯାଇଛି। 1 ନମ୍ବର ନିୟମଟି IMPS କାରବାର ଶୁଳ୍କରେ ପ୍ରମୁଖ ପରିବର୍ତ୍ତନ, ଅର୍ଥାତ୍ ନୂଆ IMPS ଶୁଳ୍କ। ଦେଖନ୍ତୁ, ଏସ୍ବିଆଇ 2026 ମସିହାରୁ IMPS ଅର୍ଥାତ୍ ଲିମିଟେଡ୍ ପେମେଣ୍ଟ ସର୍ଭିସ ମାଧ୍ୟମରେ ଟଙ୍କା ପଠାଇବା ପାଇଁ ନିୟମ ପରିବର୍ତ୍ତନ କରିଛି। ଗ୍ରାହକମାନେ ଏବେ ଡିଜିଟାଲ ମାଧ୍ୟମରେ, ଯେପରିକି ୟୋନୋ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ, 25,000 ପର୍ଯ୍ୟନ୍ତ ଟଙ୍କା ସ୍ଥାନାନ୍ତର ପାଇଁ ମାଗଣା ପାଇବେ। ଏହା ଛୋଟ କାରବାର କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି। ତଥାପି ଯଦି ଆପଣ IMPS ମାଧ୍ୟମରେ
25,000 ଟଙ୍କାରୁ ଅଧିକ ଟଙ୍କା ପଠାନ୍ତି ତେବେ ଆପଣଙ୍କୁ ପରିମାଣ ସ୍ଲାବ ଉପରେ ଆଧାରିତ ଶୁଳ୍କ ଦେବାକୁ ପଡ଼ିବ। 25,000 ଟଙ୍କାରୁ 1 ଲକ୍ଷ ପାଇଁ ଶୁଳ୍କ 2 ଟଙ୍କା ପ୍ଲସ୍ GST ଲାଗିବ ଏବଂ 1 ଲକ୍ଷରୁ 2 ଲକ୍ଷ ପାଇଁ ଶୁଳ୍କ ଆପଣମାନଙ୍କର 6 ଟଙ୍କା ପ୍ଲସ୍ GST ଲାଗିବ। ବ୍ୟାଙ୍କର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅଧିକ ପରିମାଣ ପାଇଁ NFT କିମ୍ବା RTGS ବ୍ୟବହାର କରିବାକୁ ଉତ୍ସାହିତ କରିବା। ସମ୍ପୂର୍ଣ୍ଣ ନିୟମ ଜାଣିବା ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି ଫ୍ଲିପକାର୍ଟରେ ଶୀତ ପାଇଁ ବଢ଼ିଆ ବଢ଼ିଆ ଶାଲ୍ ଗୁଡ଼ିକ ମିଳୁଛି। ଆପଣ ବହୁତ କମ୍ ରେଟ୍ରୁ ପାଇପାରିବେ। ଏହି ଭିଡ଼ିଓରେ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି, ଆପଣମାନେ ଅର୍ଡ଼ର କରିନିଅନ୍ତୁ। 2 ନମ୍ବର ନିୟମଟି ନିଷ୍କ୍ରିୟ ଏବଂ ଶୂନ ବାଲାନ୍ସ ଆକାଉଣ୍ଟ ପାଇଁ ନୂଆ ନିର୍ଦ୍ଦେଶାବଳୀ। ଦେଖନ୍ତୁ ନୂତନ RBI ନିର୍ଦ୍ଦେଶାବଳୀ ଅନୁଯାୟୀ SBI ଏବେ ସେହି ଆକାଉଣ୍ଟ ଉପରେ କଡ଼ା ନଜର ରଖିଛି ଯାହା ଦୀର୍ଘ ସମୟ ଧରି ଡିଆକ୍ଟିଭ୍ ରହିଛି। ଯଦି ଆପଣଙ୍କର ଆକାଉଣ୍ଟ ଡର୍ମେଟ୍ ଆକାଉଣ୍ଟ ବର୍ଗରେ ପଡ଼େ ଅର୍ଥାତ୍ ଗତ 2 ବର୍ଷ ଧରି କୌଣସି କାରବାର ହୋଇନାହିଁ ତେବେ ଏହାକୁ ବ୍ୟାଙ୍କ ଦ୍ୱାରା ବନ୍ଦ କିମ୍ବା ଫ୍ରିଜ୍ କରାଯାଇପାରେ। ଏହା ସହିତ ସୁରକ୍ଷା କାରଣରୁ ଶୂନ ବାଲାନ୍ସ ଆକାଉଣ୍ଟ ଗୁଡ଼ିକ ଯାହା ଦୀର୍ଘ ସମୟ ପାଇଁ ଅବ୍ୟବହୃତ ହୋଇ ରହିଥାଏ ସେଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଛି। ବ୍ୟାଙ୍କ ବିଶ୍ୱାସ କରେ ଯେ ଏହିପରି ଆକାଉଣ୍ଟ ଗୁଡ଼ିକ ଠକେଇ କିମ୍ବା ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେବାର ସମ୍ଭାବନା ଅଧିକ। ଆପଣଙ୍କ ଆକାଉଣ୍ଟକୁ ସକ୍ରିୟ ରଖିବା ପାଇଁ ଅତି କମ୍ରେ ଗୋଟିଏ ଛୋଟ କାରବାର କରନ୍ତୁ। 3 ନମ୍ବର ନିୟମଟି ହେଲା KYC ଅପଡେଟ୍ ନହେଲେ ଲକ୍ଆଉଟ୍ ହେବ। ଦେଖନ୍ତୁ 2026 ମସିହାରେ ବ୍ୟାଙ୍କ eKYC ଅର୍ଥାତ୍ ନୋନ୍ ୟୋର୍ କଷ୍ଟମର ସମ୍ପର୍କରେ ବହୁତ କଠୋର ହୋଇଯାଇଛି। ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଯେଉଁ ଗ୍ରାହକମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଧାର କାର୍ଡ଼ ଏବଂ ପାନ୍ କାର୍ଡ଼ ଭଳି ଡକୁମେଣ୍ଟ ଗୁଡ଼ିକକୁ ଅପଡେଟ୍ କରନ୍ତି ନାହିଁ ସେମାନଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନକୁ ବ୍ଲକ୍ କରାଯାଏ। ଦେଖନ୍ତୁ ଗ୍ରାହକମାନେ ଏବେ ୟୋନୋ SBI କିମ୍ବା ନେଟ୍ ବ୍ୟାଙ୍କିଂ ବ୍ୟବହାର କରି ଘରେ ବସି ସେମାନଙ୍କର KYC ଅପଡେଟ୍ କରିପାରିବେ। ଯଦି ଆପଣମାନଙ୍କର ଫଟୋ କିମ୍ବା ଠିକଣା ପରିବର୍ତ୍ତନ ହୋଇଛି ତେବେ ବ୍ୟାଙ୍କ ପରିଦର୍ଶନ ଆବଶ୍ୟକ ହୋଇପାରେ। ଏହି ପଦକ୍ଷେପ ନକଲି ଆକାଉଣ୍ଟ ଏବଂ ଟଙ୍କା ଲେଣ୍ଡରିଂକୁ ରୋକିବା ପାଇଁ ଡିଜାଇନ୍ କରାଯାଇଛି। 4 ନମ୍ବର ନିୟମଟି ହେଲା ATM ଟଙ୍କା ଉଠାଣ ପାଇଁ ନୂଆ ନିୟମ ଏବଂ ଶୁଳ୍କ। ଦେଖନ୍ତୁ SBI ଅନ୍ୟ ବ୍ୟାଙ୍କ ଗୁଡ଼ିକ ପରି ଏହାର ATM କାରବାର ଚାର୍ଜକୁ ମଧ୍ୟ ସଂଶୋଧନ କରିଛି। ମାଗଣା କାରବାର ସୀମା ଏବେ ମେଟ୍ରୋ ସହର ଏବଂ ଗ୍ରାମାଞ୍ଚଳ ପାଇଁ ଭିନ୍ନ। ଏକ ନିର୍ଦ୍ଦିଷ୍ଟ ସୀମା ଅର୍ଥାତ୍ ସାଧାରଣତଃ 5 ଥର ପରେ ଯେକୌଣସି ଉଠାଣ କଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ବିଶେଷ କରି ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇବା ପାଇଁ ଏବେ ପ୍ରତି କାରବାର ପାଇଁ 23 ଟଙ୍କା ପ୍ଲସ୍ GST ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ। ଅତିରିକ୍ତ ଖର୍ଚ୍ଚ ଏଡ଼ିବା ପାଇଁ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ SBIର ATM ନେଟୱାର୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ଯାହାର ସଂଖ୍ୟା ସାରା ଦେଶରେ 60,000ରୁ ଅଧିକ। 5 ନମ୍ବର ନିୟମଟି ହେଲା ଦରମା ଆକାଉଣ୍ଟ ଏବଂ ଲକର ଚାର୍ଜ ଉପରେ ଅପଡେଟ୍। ଦେଖନ୍ତୁ ଯଦି ଆପଣମାନଙ୍କର SBIରେ ଏକ ସାଲାରୀ ପ୍ୟାକେଜ ଆକାଉଣ୍ଟ ଅଛି ତେବେ ଆପଣ କିଛି ସୁବିଧା ପାଇଁ ଜାରି ରଖିବେ, କିନ୍ତୁ ସେହି ଆକାଉଣ୍ଟ ଗୁଡ଼ିକ ମଧ୍ୟ ଏବେ ପ୍ରତି ମାସରେ ମାଗଣା ATM କାରବାର ସଂଖ୍ୟାରେ ସୀମିତ। କିଛି ବର୍ଗର ଆକାଉଣ୍ଟ ବ୍ୟତୀତ ଅସୀମିତ ମାଗଣା କାରବାରର ସୁବିଧା ଏବେ ହ୍ରାସ କରାଯାଇଛି। ଏହା ସହିତ ବ୍ୟାଙ୍କ ସେଫ୍ ଡିପୋଜିଟ୍ ଲକର ପାଇଁ ବାର୍ଷିକ ଭଡ଼ା ମଧ୍ୟ ସାମାନ୍ୟ ବୃଦ୍ଧି କରିଛି। ସହରାଞ୍ଚଳ ଏବଂ ମେଟ୍ରୋ ଅଞ୍ଚଳରେ ଲକର ଭଡ଼ା ଏବେ ଗ୍ରାମାଞ୍ଚଳ ତୁଳନାରେ ଅଧିକ ହେବ। ଯଦି ଆପଣ ସମୟ ମଧ୍ୟରେ ଆପଣମାନଙ୍କର ଲକର ଭଡ଼ା ଦେବାରେ ବିଳମ୍ବ କରନ୍ତି ତେବେ ବ୍ୟାଙ୍କ ଜରିମାନା ଲାଗୁ କରିବାର ଏବଂ ଲକର ଖୋଲିବାର ଅଧିକାର ସଂରକ୍ଷଣ କରେ। ଦେଖନ୍ତୁ SBIର ଏହି 5ଟି ନୂଆ ନିୟମ ସୂଚାଇ ଦେଉଛି ଯେ ବ୍ୟାଙ୍କ ଏବେ ଡିଜିଟାଲ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଉଛି। ଜଣେ ସଚେତନ ଗ୍ରାହକ ଭାବରେ ଆପଣ ଆପଣମାନଙ୍କର ମୋବାଇଲ ନମ୍ବରକୁ ବ୍ୟାଙ୍କରେ ପଞ୍ଜୀକୃତ ରଖିବା ଉଚିତ ଏବଂ କୌଣସି ଦଣ୍ଡରୁ ବଞ୍ଚିବା ପାଇଁ ବ୍ୟାଙ୍କରୁ SMS ବାର୍ତ୍ତା ଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ। ଦେଖନ୍ତୁ ଯଦି ଆପଣଙ୍କର ଯେକୌଣସି ବ୍ୟାଙ୍କରେ ଗୋଟିଏ ଖାତା ରହିଛି
ଆପଣ ସେଇ ବ୍ୟାଙ୍କ ଖାତାରେ ଆପଣମାନଙ୍କର ମୋବାଇଲ ନମ୍ବରଟିକୁ ଏଡ୍ କରନ୍ତୁ। ତା ସହିତ ଇମେଲ୍ ଆଇଡିଟିକୁ ମଧ୍ୟ ଏଡ୍ କରନ୍ତୁ। ସମୟ ସମୟରେ ଯେଉଁ ବ୍ୟାଙ୍କ ତରଫରୁ ବାର୍ତ୍ତା ଗୁଡ଼ିକ ଆସିବ ଆପଣ ପାଇପାରିବେ, ସେହି ଅନୁସାରେ କାର୍ଯ୍ୟ କରିପାରିବେ, ଯାହାଫଳରେ ଆପଣମାନଙ୍କର ଆକାଉଣ୍ଟ ସୁରକ୍ଷିତ ରହିପାରିବ। ତା ସହିତ ବ୍ୟାଙ୍କରେ ଟଙ୍କା ରଖିବା, ଟଙ୍କା ଉଠେଇବା, ଟଙ୍କା କାହାକୁ ପଠାଇବା, ଏଥିରେ କୌଣସି ଅସୁବିଧା ହେବ ନାହିଁ।